କାହାଣୀ ଭିକାରୁଣୀର। ଏ କାହାଣୀ ଛତିଶଗଡ଼ ଜିଲ୍ଲାର ଏକ ଗ୍ରାମର। ଗୋଟେ ଭିକାରୀ ବୁଲି ବୁଲି ଭିକ ମାଗୁଥାଏ। ହେଲେ ତାକୁ କେହି ଭିକ ଦେଉନଥାନ୍ତି। ଯେତେବେଳେ ପର୍ଯ୍ୟନ୍ତ ପାଟି ଖୋଲି ବାଛୁରୀ ନ ଡାକିଛି, ତେବେ ଗାଈ ବି ବାଛୁରୀକୁ କ୍ଷୀର ଦେଇନଥାଏ। ଏ ନିର୍ଦ୍ଦୟ ମଣିଷ ତା କଥା ବି କେମିତି ବୁଝିବେ? ସେ ବି କରିବ କ'ଣ? ଏ କାମକୁ ତ ସେ ନୂଆ ନୂଆ ଆପଣେଇଛି। ତା ପାଟିରୁ କଥା ବାହାରୁ ନଥାଏ। 5ରୁ 10 ଜଣ ଭିକାରୀ ଗୋଟେ ବଡ଼ ଘର ଆଡ଼କୁ ଦୌଡ଼ୁଥିବାର ଦେଖି ସେ ଜଣକୁ ପଚାରିଲା, ତୁମେ ସବୁ କୁଆଡ଼େ ଦୌଡ଼ୁଛ? ଭିକାରୀଟି କହିଲା, ତତେ ଯଦି ଖାଇବାର ଅଛି ଆମ ସହିତ ଆସେ। ସେଠି ଜଣେ ଧନୀ ଘର ପୁଅ ତା ସ୍ତ୍ରୀର ପୁଣ୍ୟତିଥି ଉଦ୍ଦେଶ୍ୟରେ ଖାଇବାକୁ ବାଣ୍ଟୁଛି। ସେ ସେଠାକୁ ଯାଇ ଦେଖିଲା, ସେଠାରେ ବହୁତ ଲୋକ ରୁଣ୍ଡ ହୋଇଛନ୍ତି। ଜଣେ ଲୋକ ଖାଇବା ବାଣ୍ଟୁଛି। ସେ ବି ସେଠି ଛିଡ଼ା ହୋଇଗଲା। ସମସ୍ତେ ତାକୁ ଠେଲି ପେଲି ଆଗକୁ ପଳାଉଥାନ୍ତି। ସମସ୍ତେ ଗଲା ପରେ ସେ ଯାଇ ତାଙ୍କୁ ହାତ ପତାଇ ଖାଇବାକୁ ମାଗିଥିଲା। ସେ ତା ଆଡ଼କୁ କିଛି ସମୟ ଅନାଇଲେ, ତାପରେ ତାକୁ କୁଣ୍ଢାଇ ପକାଇଲେ। ସେ ବି ତାଙ୍କୁ ମୁହଁ ଉଠାଇ ଦେଖାଇ ତ ଆଶ୍ଚର୍ଯ୍ୟ ହୋଇଗଲା। ଲୋକଟି କହିଲା, ଦୀପିକା, ତୁମର ଏ କି ବେଶ? ଦୀପିକା କହିଲା, ମୁଁ 2 ଦିନ ହେଲା କିଛି ଖାଇନି, ମୋତେ କିଛି ଖାଇବାକୁ ଦିଅ। ଲୋକଟି ତାକୁ ଘର ଭିତରକୁ ନେଇ ସୋଫା ଉପରେ ବସାଇ ତା ପାଇଁ କିଛି ଖାଇବାକୁ ଓ ପାଣି ଦେଲା। କିଛି ସମୟ ପରେ ତାକୁ କହିଲା, ଦୀପିକା, ତୁ ତ ଭଲ ଘରେ ବାହା ହୋଇଥିଲୁ, ତୋର ଏମିତି ଅବସ୍ଥା କେମିତି ହେଲା? ପ୍ରକୃତିର ଭିକାରୁଣୀଟାର ନାଁ ଦୀପିକା। ସେ ଭାରି ଚୁଲବୁଲି ଝିଅଟିଏ। ତାଙ୍କ ପଡ଼ିଶା ଘର ଝିଅ ରୀତିକାର ତାର ଭଲ ସାଙ୍ଗ। ରୀତିକାର ବାହାଘର ପରେ ତା ସ୍ୱାମୀର ତା ବାପ ଘରକୁ ଆସିଲେ ଦୀପିକା ତାଙ୍କ ଘରକୁ ଯାଏ, ତାଙ୍କ ସହିତ ଥଟ୍ଟା ମଜା କରେ। ରୀତିକାର ସ୍ୱାମୀ ମଧ୍ୟ ଦୀପିକାକୁ ଭଲ ପାଏ। ସେ ଯୁଆଡ଼େ ବି ଗଲେ ଦୀପିକାକୁ ନେଇକରି ଯାଏ। ଖାଇଲା ବେଳେ ବି ସେ ଦୀପିକାକୁ ଖୋଜିଥାଏ। ପ୍ରଥମେ ପ୍ରଥମେ ତ ରୀତିକା କିଛି ଭାବୁନଥିଲା। ପରେ ରୀତିକାକୁ ତାହା ଖରାପ ଲାଗୁଥିଲା। ସେ ଆଉ ଆଗ ପରି ଦୀପିକା ସହିତ ମିଶୁନଥିଲା। ତା ସ୍ୱାମୀକୁ ବି ତା ସହିତ କଥା ହେବା ପାଇଁ ମନା କରିଥାଏ। ଦୀପିକା ତାଙ୍କ ଘରକୁ ଆସିଲେ ଆଉ ଆଗ ପରି ରୀତିକା ସହିତ ତା ମିଶେ ନାହିଁ। ଥରେ ଦୀପିକା ସହିତ ରୀତିକାର ସ୍ୱାମୀ ଲୁଚି କରି କଥା ହେଉଥିଲା। ରୀତିକା ରାଗିକି ନିଆଁ ହୋଇଗଲା। ସେ ରଡ଼ି ଛାଡ଼ି ଦୀପିକାକୁ ବହୁତ ଗାଳି ଦେଇଥିଲା। ତା ପାଟି ଶୁଣି ଘରର ସମସ୍ତେ ବାହାରକୁ ପଳାଇ ଆସିଲେ। ସମସ୍ତେ ତାକୁ ଖରାପ ଭାବୁଥିଲେ। ତା ବାପା ଏକଥା ଜାଣି ତରବରିଆ ଭାବରେ ରୀତିକାର ବାହାଘର କରାଇ ଦେଇଥିଲେ। ଦୀପିକା କହିଲା, ବାହାଘର ପରେ ମୋ ସ୍ୱାମୀ ମଦ ପିଇ ମୋତେ ବାଡ଼ାନ୍ତି, କଥା କଥାରେ ଗାଳି କରନ୍ତି। ମୋ ଶାଶୁ ଶ୍ୱଶୁର ପୁଅକୁ ତ କିଛି କହନ୍ତିନି, ଓଲଟା ନିଆଁରେ ଘିଅ ଢାଳିବା କାମ କରନ୍ତି। ଏମିତି ଦୁଃଖ ସୁଖରେ ମୋ ସଂସାର ଚାଲୁଥିଲା। ସେତିକିରେ ବୋଧହୁଏ ମୋ ଦୁଃଖ ସରିନଥିଲା। ଥରେ ମୋ ସ୍ୱାମୀ ଆଉ ଗୋଟେ ବାହା ହୋଇ ଆସି ମୋତେ ଘରୁ ବାହାର କରିଦେଲା। ମୋ ଦୁଃଖ କଥା ଶୁଣି ମୋ ମା ବାପା ତ କେବେଠାରୁ ମୋତେ ଛାଡ଼ି ଆର ପାରିକି ଚାଲି ଗଲେଣି। ମୁଁ ଆଉ କାହା ପାଖକୁ ଯାଇଥାନ୍ତି? ଭାବିଲି ଯାଉଛି କିଛି ବି କାମ କରି ମୋ ପେଟ ପୋଷିବି। ଯେଉଁଠିକି ବି ଗଲି ମୋତେ ସମସ୍ତେ ଭୋକିଲା କୁକୁର ପରି କାମୁଡ଼ିବାକୁ ଗୋଡ଼ାଇଲେ। ଭାବିଲି କାହା ଘରେ କାମ କରି ମୋ ପେଟ ପୋଷିବି। ପରିବାର ଭିତରେ ରହିଲେ ଅନ୍ତତଃ ମୁଁ ସୁରକ୍ଷିତ ରହିପାରିବି। ହେଲେ ସେଠି ବି ସୁରକ୍ଷିତ ରହିପାରିଲିନି। ବୁଲି ବୁଲି ଆସି ମନ୍ଦିର ପାଖରେ ବସିଥିଲି। ସେଠି ଭିକାରୀମାନେ ଭିକ ମାଗି ଖାଉଥିଲେ। ମୁଁ 2 ଦିନ ହେଲା କିଛି ଖାଇନଥିଲି। ହାତ ପତାଇଲି, ହେଲେ କେହି ଖାଇବାକୁ ଦେଲେନି। ଲୋକଟି ଆଖିରୁ ଲୁହ ବହିଯାଉଥାଏ। ଦୀପିକା କହିଲା, ଭିକାରୀମାନେ କହୁଥିଲେ ତୁମ ସ୍ତ୍ରୀର ପୁଣ୍ୟତିଥି। ମାନେ ମୋ ସାଙ୍ଗ ରୀତିକା କହି ସେ ଭୋ ଭୋ ହୋଇ କାନ୍ଦି ଉଠିଲା। ଲୋକଟି କହିଲା, ଆମେ ତୁମ ଗାଁରୁ ଆସିବା ପରେ ରୀତିକା ମୋ ସହିତ ଝଗଡ଼ା କଲା। ମୁଁ ତାକୁ କହିଥିଲି, ଦୀପିକା ମୋ ଭଉଣୀ ପରି ଦେଖାଯାଏ, ସେଥିପାଇଁ ମୁଁ ତାକୁ ମୋ ଭଉଣୀ ପରି ବହୁତ ଭଲ ପାଏ। ରୀତିକା କହିଲା, ତୁମେ ମିଛ କହୁଛ। ମୁଁ ଜାଣିଛି ତୁମର କେହି ଭଉଣୀ ନାହାନ୍ତି। ମୁଁ କାନ୍ଦି କାନ୍ଦି କହିଲି, ହଁ ମୋ ଭଉଣୀ ଅଛି। ମୋ ଭଉଣୀ ପୁରା ଚୁଲବୁଲି ଚେହେରା, ତାରି ପରି କଥା କହିବା ଶୈଳୀ। ମୁଁ ଆମ ପରିବାର ଆଲବମ୍ କାଢ଼ି ରୀତିକାକୁ ଦେଖାଇ କହିଲି, ଦେଖିଲ, ମୋ ଭଉଣୀ ପୁରା ଦୀପିକା ପରି ନୁହେଁ? ହଁ ମୋ ଭଉଣୀ ସୋନାଲି। ମୁଁ ତା'ଠାରୁ 5 ବର୍ଷ ବଡ଼, କିନ୍ତୁ ସେ ମୋତେ କେବେ ବଡ଼ ଭାଇ ପରି ଦେଖେନି। ସାଙ୍ଗ ଭଳି ମୋ ସହିତ ମିଶିଥାଏ। ମୁଁ ତାକୁ ବହୁତ ଭଲ ପାଏ, ସେ ବି ମୋତେ ବହୁତ ଭଲ ପାଏ। ସେ କହିଲା, ତାହେଲେ ତୁମେ ଏତେ କଥା ମୋତେ ଲୁଚାଇଥିଲ କାହିଁକି? ମୁଁ କହିଲି, ମୋ ଭଉଣୀ କଲେଜରେ ପଢ଼ିଲା ବେଳେ ସେ ମୋତେ କହିଲା, ଭାଇ, ମୋ କଲେଜର ଗୋଟେ ପିଲା ପଢ଼ୁଛି, ମୁଁ ତାକୁ ଭଲ ପାଉଛି, ସେ ଦେଖିବାକୁ ବହୁତ ସୁନ୍ଦର। ମୁଁ ତାକୁ କହିଲି, ଦେଖ ସୋନାଲି, ସୁନ୍ଦରତାକୁ ଭଲ ପାଇବା ଯାଏନି,
ସୁନ୍ଦରତା କେବଳ ଏକ ଆକର୍ଷଣ, କିନ୍ତୁ ଗୁଣ ଥିଲେ ସେ ତତେ ଜୀବନ ସାରା ଭଲରେ ରଖିପାରିବ। ସେ ମୋ କଥା ମାନିଲାନି। ସେ ପୁଅ ମୋ ଭଉଣୀ ସହ ଶାରୀରିକ ସମ୍ପର୍କ ରଖି ତାକୁ ଛାଡ଼ି ଦେଇଥିଲା। ମୋ ଭଉଣୀ ତା ପିଲାର ମା ହେବା କଥା ଜାଣି ବିଷ ପିଇଦେଲା। ସେଥିଲାଗି ମୋ ବାପା ତା ବିଷୟରେ କାହାକୁ ନ କହିବା ପାଇଁ କଡ଼ା ତାଗିଦ୍ କରିଥିଲେ। ସତ ଜାଣିବା ପରେ ରୀତିକା ନିଜକୁ କ୍ଷମା କରିପାରୁନଥିଲା। କହୁଥିଲା, ମୁଁ ସନ୍ଦେହ କରି ମୋ ସବୁଠାରୁ ଭଲ ସାଙ୍ଗକୁ ହରାଇ ବସିଲି। ଆମେ ତତେ ଦେଖା କରିବାକୁ ତୁମ ଗାଁକୁ ଯାଇଥିଲୁ। ସେଠି ତୋ ବିଷୟରେ ସବୁ ଜାଣିବା ପରେ ରୀତିକା ଆହୁରି ଡିପ୍ରେସନରେ ରହିଲା। ଦିନ ରାତି ତୋ କଥା ଭାବି ଭାବି ଶେଷରେ ସେ ପୂର୍ବ ବର୍ଷ ମୋତେ ଛାଡ଼ି ଆରପାରିକୁ ଚାଲିଗଲା। ଦୀପିକା ଏହି ସବୁ କଥା ଜାଣି ବହୁତ ମନ ଦୁଃଖ କଲା। ଦୀପିକା କହିଲା, ମୋର ଆଉ କେଉଁଠି ଠିକଣା ନାହିଁ। ମୁଁ ତୁମ ଉପରେ ବୋଝ ହେବାକୁ ଚାହୁଁନି। ତୁମ ଘରର ଝାଡ଼ୁ ପୋଛା ରୋଷେଇ ସବୁ କରିବି। ମୋତେ ଏଇ ଘରେ ରହିବା ପାଇଁ ଟିକେ ଜାଗା ଦିଅ। ଲୋକଟି ଦୀପିକାଙ୍କୁ କହିଲା, କୁହନ୍ତି ଭାଇ ରାଜା ହେଲେ ଭଉଣୀ ରାଣୀ। ତୁ ଏଠି ମୋ ପାଖରେ ଭଉଣୀ ହୋଇ ରାଣୀ ପରି ଖୁସିରେ ରହ। ତାପରେ ସେ ଭାଇ ଭଉଣୀ ଦୁଇଜଣ ଖୁସିରେ ରହିଲେ। ଏ କାହାଣୀର ମୂଳ ଉଦ୍ଦେଶ୍ୟ ସବୁ ସମ୍ପର୍କ ଖରାପ ନୁହେଁ।